କଳି ପୁରୁଷ ଯୋଉଟା କହୁଛନ୍ତି ଆପଣ ମାନେ ତାକୁ ଅଚ୍ୟୁତକୁ ହେଇଛନ୍ତି କଳିଙ୍ଗାସୁର କଳିଙ୍ଗ ଅସୁର ବୋଲି ବ୍ୟାଖ୍ୟାତି କଳିଙ୍ଗାସୁର। ଆଚ୍ଛା ସେ ବିଷୟରେ ଇଏ ଆପଣଙ୍କର ବର୍ଣ୍ଣନା ଅଛି କିଛି କଳିକିଳା ଭିତରେ କିଛି ବର୍ଣ୍ଣନା ଅଛି ତା ବିଷୟରେ ଏବଂ ତାର ଲୀଳା ଯୋଉ ଟିକିନା କରି ଯୁଦ୍ଧ ହବ ସେ ସମୟରେ ତାର ଲୀଳା ଆରମ୍ଭ କରିବ ସିଏ ଓଡିଶାରେ ଯୁଦ୍ଧ କରିବେ ସେଇ ଯୁଦ୍ଧ କରିବେ ଓଡିଶାରେ ଏବଂ ଶେଷରେ ତା ଅବସ୍ଥା କଣ ସେ ବିଷୟରେ ଲେଖା ଅଛି କଳିକିଳା ପୁସ୍ତକରେ। ଆଚ୍ଛା ଦେଖିଲେ କଣ ନା କଳି ଯୁଗେ କଳିଙ୍ଗ ଯେ ଦମନ ପଠାଣ କ ଅକ୍ଷର ନିୟମେ କଳିକି ଅବତାରଣ ମୋହନା ମୁଗଳ ନେଛ କ୍ଷେତ୍ର ଅର୍ଥ ଜାଣ ଅକେ ଜାଣ ସର୍ବକାଳେ ଦେବଲୋକେ ଦିଅନ୍ତି କଷଣ ହସ୍ତରେ ଯେଉଁଦିନ ଜନ୍ମିବ ଦମନ ସେଇ ଦିନ ଦେବଲୋକେ ହୋଇବେ ଜନମ। ଇଏ କହିଲେ କଳିଙ୍ଗସୁର ଦିଲ୍ଲୀ ଜନ୍ମ ହବ ଏବଂ ସେଠି ଆପଣଙ୍କର ଇଏ ଯୋଉଦିନ ସେ ଜନ୍ମ ହବ ସେଇଦିନ ବହୁତ ଗୁଡିଏ ଦେବାଦେବୀ ଜନ୍ମ ହେବେ ଲାଭ କରି ଶରୀରରେ ଜନ୍ମ ହେବେ। ତା କାରଣ ହଉଛି ଯେ ସେ ଜନ୍ମ ଲାକ୍ଷଣୀ ପୃଥିବୀର ପାପ ଏତେ ବଢିଯିବ ତାକୁ ଇଏ କରିବା ପାଇଁ ତାକୁ ଇଏ ଠିକ କରିବା ପାଇଁ ଯେମିତି ଆପଣଙ୍କର ଯେତେବେଳେ ଆପଣଙ୍କର ଇଏ ମେଘନାଥ ଜନ୍ମ ହେଇଥିଲେ ଜଷ୍ଟ ସେଇ ସମୟରେ ହନୁମାନ ଜନ୍ମ ହେବାକୁ ପଇଲା କାରଣ ସେ ଏତେ ପାପ ଭରା ବଢିଗଲା ପୃଥିବୀ ଉପରେ ଯେ ପୃଥିବୀ ମା ସହିପାରିଲେନି ତେଣୁ ସାଙ୍ଗେ ସାଙ୍ଗେ ହନୁମାନ ଜନ୍ମ ହେଲେ ଜନ୍ମ ହେଲାଠୁ ସେ ପାପ ଭରା ବାଲାନ୍ସ ହେଇଗଲା। ତ ସେଇଭଳିଆ ଯୋଉଦିନ ଇଏ ଜନ୍ମ ହେଇଥିବ ଆପଣ ହସ୍ତିନାପୁରରେ ମାନେ ଏଠି ଆପଣଙ୍କର ଦିଲ୍ଲୀରେ ଯୋଉଦିନ ଜନ୍ମ ହବ ସେଇଦିନ ଦେବଲୋକ ମାନେ ଜନ୍ମ ହେବେ ପୃଥିବୀ ପୃଷ୍ଠରେ ବା ଭାରତ ପୃଷ୍ଠରେ।